କାଲି ସକାଳର ସ୍ୱପ୍ନ। ଏହା ଏକ ପୁରୁଣା ଦିନର କଥା। ନୀଳ ନଈ କୂଳରେ ଘଞ୍ଚ ଗଛଲତା ଘେରା ଏକ ଛୋଟ ଗାଁ ଥିଲା ଶାନ୍ତିପୁର। ସେଠାରେ ଲୋକଙ୍କ ଜୀବନ ସୂର୍ଯ୍ୟଙ୍କ କିରଣ ସହ ଆରମ୍ଭ ହେଉଥିଲା। ସକାଳ ହେବା ମାତ୍ରେ ଗାଁର ବୋହୂ ସୁମତି ନିଜ କାମରେ ଲାଗିଯାଏ। ସୁମତିର ଛୋଟ ପୁଅ କାହ୍ନା ବଡ଼ ଚଗଲା। ସେ ସକାଳୁ ଉଠି ମା ପାଖରେ ବସି ବଗିଚାର ମିଠା ଆମ୍ବ ଖାଇବାକୁ ଭାରି ଭଲ ପାଏ। ସେଦିନ ମଧ୍ୟ ସୁମତି ବାରଣ୍ଡାରେ ବସି ରୋଷେଇ ପାଇଁ ପରିବା କାଟୁଥାଏ ଏବଂ କାହ୍ନା ପାଖରେ ବସି ମଜାରେ ଆମ୍ବ ଖାଉଥାଏ। ତାଙ୍କ ଘର ପାଖରେ ଥିବା ପୋଖରୀର ନୀଳ ଜଳରେ ଦୂରର ଧଳା କୁଡ଼ିଆ ଘରଗୁଡ଼ିକର ଛାଇ ଖୁବ୍ ସୁନ୍ଦର ଦେଖାଯାଉଥିଲା। ସେହି ସମୟରେ ପଡ଼ୋଶୀ ଘରର ରାଧା ଦୁଇଟି ମାଠିଆ ଧରି ନଈ ଆଡ଼କୁ ପାଣି ଆଣିବାକୁ ବାହାରିଥିଲା। ତାଳ ଗଛର ଲମ୍ବା ଛାଇ ପଡ଼ିଥିବା ସେହି ସରୁ ରାସ୍ତାରେ ଚାଲିଲା ବେଳେ ତା ପାଦର ଝୁଣ୍ଟିଆ ଶବ୍ଦ ଗାଁର ନୀରବତାକୁ ଭାଙ୍ଗୁଥିଲା। ପାଖ ପଡ଼ିଆରେ ଗାଈମାନେ ଶାନ୍ତ ଭାବରେ ଘାସ ଚରୁଥିଲେ। ଏହା କେବଳ ଏକ ସକାଳ ନଥିଲା, ବରଂ ଏକ ନିଶ୍ଚିନ୍ତ ଜୀବନର ଛବି ଥିଲା। ସେଠାରେ କୌଣସି ଗାଡ଼ିର କୋଳାହଳ ନଥିଲା କିମ୍ବା କାହାରିକୁ କୌଣସି ଜରୁରୀ କାମ ପାଇଁ ଦୌଡ଼ିବାକୁ ପଡ଼ୁନଥିଲା। ସୁମତିର ହାତରେ କଟା ହେଉଥିବା ପରିବା, କାହ୍ନାର ମିଠା ହସ ଏବଂ ରାଧାର ମାଠିଆର ପାଣି ଏସବୁ ମିଶି ସେହି ଗାଁକୁ ଏକ ସ୍ୱର୍ଗ ଭଳି କରିଦେଉଥିଲେ। ସେହି ଦିନଠାରୁ ସେହି ଦୃଶ୍ୟଟି ଗାଁର ଏକ ଅମୂଲ୍ୟ ସ୍ମୃତି ହୋଇ ରହିଗଲା, ଯାହା ଆଜି ବି ଆମକୁ ଶାନ୍ତିର ଅନୁଭବ କରାଏ। ଏହି କାହାଣୀଟି କେମିତି ଲାଗିଲା?